ନମସ୍କାର, ଜୟ ଜଗନ୍ନାଥ। କ୍ରିଏଟିଭ ଓଡ଼ିଶା ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ଗଣେଶ। ମୁଁ ଆଜି ଆପଣଙ୍କୁ କହିବି ମତ୍ସ୍ୟ ପୋଖରୀ ଯୋଜନା 2 ଯୋଉଟା ନୂଆ ଆସିଛି, ଯୋଉଟା କି ଆପଣମାନେ ମତ୍ସ୍ୟ ଚାଷ ପୋଖରୀ କରିକି ମତ୍ସ୍ୟ ଚାଷ କରିପାରିବେ। ଓ ଆ ସହିତ ଆପଣ ଗଭର୍ଣ୍ଣମେଣ୍ଟର ବେନିଫିଟ୍ ପାଇପାରିବେ, ଅପ୍ ଟୁ 60% ସବସିଡି ପାଇବେ। ତ ଆପଣ କିପରି ପ୍ରୋସିଜର ପୁରା କହିବି, ପୁରା ଡିଟେଲ୍ସ ବୁଝେଇବି। ଆପଣ କେତିକି ଜାଗା ଦରକାର ମତ୍ସ୍ୟ ଚାଷ ପାଇଁ, ଆପଣଙ୍କୁ ସବସିଡି ପାଇବାକୁ ହେଲେ ଆପଣ କ'ଣ କ'ଣ ରିକ୍ୱାରମେଣ୍ଟ ରହୁଛି ଓ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଯଦି ସବସିଡି ପାଉଛନ୍ତି। ଆଉ ମତ୍ସ୍ୟ ଚାଷ ସମ୍ପୂର୍ଣ୍ଣ ବିବରଣୀ ଏ ଭିଡ଼ିଓରେ ମୁଁ ଆପଣଙ୍କୁ କହିବି। ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରିଛନ୍ତି ପ୍ଲିଜ୍ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ଏପରି ଭାବେ ନୂଆ ଅପଡେଟ୍ ଆପଣ ପାଇପାରିବେ। ଚାଷୀ ସମସ୍ୟା ହଉ, ପଶୁପାଳନ, ଗୋପାଳନ, ମତ୍ସ୍ୟ ଚାଷ, କୁକୁଡ଼ା ଫାର୍ମ A to Z ପର୍ଯ୍ୟନ୍ତ ଆପଣଙ୍କୁ ଆମେ ଡିଟେଲ୍ସ କହିବୁ। ନୂଆ ସ୍କିମ୍ ହଉ କିମ୍ବା କୌଣସି ଡାଇରେକ୍ଟ ଆମେ ଭିଜିଟ୍ କରିକି କୌଣସି ଲୋକ ଯଦି ନୂଆ ଟେକ୍ନିକାଲରେ କରିଛନ୍ତି ଆପଣ ଭିଜିଟ୍ କରିକି ଆପଣଙ୍କୁ ମଧ୍ୟ ଭିଡ଼ିଓ ମାଧ୍ୟମରେ ଆମେ ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ଜଣେଇଥାଉ। ତ ସେଥିପାଇଁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିଲେ ଆପଣ ଏ ଅପଡେଟ୍ ପାଇପାରିବେ। ତ ଆସନ୍ତୁ ଜାଣିବା ମତ୍ସ୍ୟ ପୋଖରୀ ଯୋଜନା କମ୍ପୋନେଣ୍ଟ 2ଟା କ'ଣ। ଏଇଟା ମୁଁ ବେସିକ୍ ଡିଟେଲ୍ସ ଆପଣଙ୍କୁ ପ୍ରଥମେ କହିଦେଉଛି। ଏସ୍ଓଜିରେ ଇଣ୍ଡିଭିଜୁଆଲ ସମସ୍ତେ କରିପାରିବେ, ସ୍ତ୍ରୀ ଲୋକ ହୁଅନ୍ତୁ, ଆପଣଙ୍କର ଜନଜାତି ଲୋକ ହୁଅନ୍ତୁ, ସମସ୍ତେ ସବୁ ପ୍ରକାର ଲୋକ କରିପାରିବେ, ଆବେଦନ କରିପାରିବେ। ଗଭର୍ଣ୍ଣମେଣ୍ଟର ସହାୟତା ନେଇକି ଆପଣ ଏ ପୋଖରୀ କରିପାରିବେ। ତ ଏଇ ଯୋଜନାର ଇଏ ହେଉଛି 7,000 ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ କରିବ ବୋଲି, କଷ୍ଟ ସବସିଡି ଦେବ ବୋଲି ଗଭର୍ଣ୍ଣମେଣ୍ଟ ଡିକ୍ଲାରେସନ କରିଛନ୍ତି। ଯୋଉଟା କି ଆପଣଙ୍କୁ ଆର ମିନିମମ୍ ମ୍ୟାକ୍ସିମମ୍ ଅଛି। ମିନିମମ୍ ଆପଣଙ୍କୁ 1 ଏକର ମାନେ 0.20 ହେକ୍ଟର, ଯୋଉଟା କି 1 ଏକର ଯାଉଛି। 5 ଏକର ପର୍ଯ୍ୟନ୍ତ, ମନେକର 1 ହେକ୍ଟର ପର୍ଯ୍ୟନ୍ତ ଆପଣ ପୋଖରୀ କରିକି ଲାଭବାନ ହେଇପାରିବେ ଗଭର୍ଣ୍ଣମେଣ୍ଟରୁ। ଆ ପାଇଁ ମଧ୍ୟ ସବସିଡି ଅଲଗା ଅଲଗା ଅଛି, ସବୁ ଏରିଆ ନେଇକି କଷ୍ଟ ନେଇକି ଡିଫରେଣ୍ଟ ସବସିଡି ରହୁଛି। ତ ଆଉ ଗୋଟେ ମୁଁ ପ୍ରଥମ କହିଦଉଛି ଆପଣଙ୍କୁ, ଯୋଉଟା କି ଆପଣଙ୍କୁ ଆ ଦେହରେ ଆପଣ ଜେନେରାଲ ଯେ କାଟାଗୋରୀ ରହୁଛନ୍ତି, ଜେନେରାଲ କାଟାଗୋରୀ ଆପଣଙ୍କୁ 40% ସବସିଡି। ଜେନେରାଲ ମେଲ ମାନେ ପୁରୁଷ ଲୋକଙ୍କୁ ଖାଲି ତାଙ୍କ ନାଁରେ ଯଦି ଆବେଦନ କରୁଛନ୍ତି, ଆପ୍ଲାଏ କରୁଛନ୍ତି, ସେ ପାଇବେ 40% ସବସିଡି ଟୋଟାଲ ଯାହା ଇନଭେଷ୍ଟମେଣ୍ଟ ଖର୍ଚ୍ଚ ହଉଛି। ଆଉ ଯଦି ଆପଣ ଜେନେରାଲର ବି ଓମେନ୍ ହେଉଥିଲେ ନା SC ST ହେଉଥିଲେ କିମ୍ବା PWD ହେଇଥିଲେ, ଆପଣ 50% ଆପଣ ସବସିଡି ପାଇପାରିବେ। ତ ବେନିଫିସିଆରୀ ପାଇପାରିବେ। ଆଉ ଯଦି ଆପଣ ଏଲିଜିବିଲିଟି କ୍ରାଇଟେରିଆ କ'ଣ ଦରକାର ଦେଖ, ଏଲିଜିବିଲିଟି ଆପଣ କୋଉମାନେ ଏଇଟା ଆବେଦନ କରିପାରିବେ, ଯୋଉମାନଙ୍କ ପାଖରେ ଆଧାର କାର୍ଡ ଥିବା ଦରକାର, ରେସିଡେନ୍ସ ଓଡ଼ିଶାର ରେସିଡେନ୍ସ ଅଛନ୍ତି, ଆଇଡି ପ୍ରୁଫ୍ କିଛି ଦରକାର, ଆପଣଙ୍କର ବ୍ୟାଙ୍କ ଖାତା ଥିବା ଦରକାର, ଯୋଉଟା କି DBT ଲିଙ୍କ ହେଇଥିବା ଦରକାର। DBT ମାନେ ଆପଣଙ୍କର ସେଠୁ ଆପଣ ଚେକ୍ କରିପାରିବେ। DBT ଲିଙ୍କ କିପରି କରିବେ ମଧ୍ୟ ମୁଁ ଭିଡ଼ିଓ ଅଲରେଡି ବନେଇଛି, ଆପଣ ଚାହିଁଲେ ମୋ ଡେସ୍କ୍ରିପସନ ଯାଇକି ଭିଡ଼ିଓ ଦେଖିପାରିବେ। ମୋ ଚ୍ୟାନେଲ ମାଧ୍ୟମରେ ବହୁତ ଭିଡ଼ିଓ ଇନଫର୍ମେସନ ଭିଡ଼ିଓ ଅଛି, ଆପଣ ଚାହିଁଲେ ଦେଖିକି ଜାଣିପାରିବେ କିପରି DBT ଚେକ୍ କରିପାରିବେ, DBT ଆକ୍ଟିଭ କରିପାରିବେ, ସବୁ ଭିଡ଼ିଓ ବନେଇଛି। ତ ତାପରେ ନେକ୍ସଟ ହଉଛି ଆପଣ ମିନିମମ୍ 0.2 ହେକ୍ଟର, ଯୋଉଟାକୁ 1 ଏକର ଜାଗାଠୁ 5 ଏକର ମାନେ 10 ଏକର ପର୍ଯ୍ୟନ୍ତ ଆପଣ ମ୍ୟାକ୍ସିମମ୍ ଏରିଆ ପର୍ଯ୍ୟନ୍ତ କରିପାରିବେ, ଯୋଉଟା 2 ହେକ୍ଟର ପର୍ଯ୍ୟନ୍ତ ଆପଣ କରିପାରିବେ। ଯୋଉଟା କି ଆପଣଙ୍କର ପୋଖରୀର ସାଇଜ ରହିବ, ତା ସହିତ ଆପଣଙ୍କର ମିନିମମ୍ ଗଭୀରତା 6 ଫୁଟ ହବା ଦରକାର। ପୋଖରୀର 6 ଫୁଟ ଉପରକୁ ହେଲେ ଆପଣଙ୍କୁ ସବସିଡି ପାଇପାରିବେ, ରିଜେକ୍ଟ କଟିଯିବ। ତ ଏଇଟା ଗଭର୍ଣ୍ଣମେଣ୍ଟ କ୍ରାଇଟେରିଆ ରହୁଛି। ତା ସହିତ ଆପଣଙ୍କର ଆଧାର ମୋବାଇଲ ଲିଙ୍କ ହେଇଥିବା ନିହାତି ଆବଶ୍ୟକ। ତ ଆ କଷ୍ଟ ଉପରେ କହିଦଉଛି ମୁଁ, ଏଇଟା ଯୋଉଟା କି କହିଲି ଆପଣଙ୍କୁ 40-50 ସବସିଡି। ଯଦି ଆପଣ 1 ଏକର ଜାଗାରେ ଆପଣ କରୁଛନ୍ତି, 1 ଏକର ଜାଗାରେ 6 ଫୁଟ ଡିପ୍ରେ କରୁଛନ୍ତି, ଆପଣଙ୍କର ୟୁନିଟ୍ କଷ୍ଟ ରହୁଛି ଗଭର୍ଣ୍ଣମେଣ୍ଟର କ୍ରାଇଟେରିଆ ହିସାବରେ 1,40,000 ଟଙ୍କା। ଯଦି ଆପଣ ଜେନେରାଲ କାଟାଗୋରୀ ହିସାବରେ ମେଲ ମାନେ ପୁରୁଷ ଲୋକ କରୁଛନ୍ତି, 56,000 ଟଙ୍କା ସବସିଡି ପାଇବେ। ଆଉ ଓମେନ୍ ଆଉ SC ST ହେଇଥିଲେ ଆପଣ ଯୋଉଟା କି 50% 70,000 ଟଙ୍କା ଆପଣ ସବସିଡି ପାଇବେ। ସେପରି ଭାବେ ଆପଣ 0.3 ହେକ୍ଟର କରୁଛନ୍ତି, 0.4 ହେକ୍ଟର, ଏ ସବୁ ଅଛି ଆପଣଙ୍କୁ 5 ଏକର ପର୍ଯ୍ୟନ୍ତ, ଯୋଉଟା କି 7 ଲକ୍ଷ ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟର ୟୁନିଟ୍ କଷ୍ଟ ରହୁଛି। ତା ଦେହରେ ମଧ୍ୟ ଆପଣଙ୍କୁ 40-50 ସବସିଡି ରହୁଛି। ଆ ସହିତ ଆପଣଙ୍କୁ ଯୋଉଟା କି 1 ହେକ୍ଟରରେ, ଯୋଉଟା କି ଆପଣଙ୍କର ମେଡିସିନ କଷ୍ଟ 1.5 ଲକ୍ଷ ଟଙ୍କା ରହୁଛି, ଯୋଉଟା କି ଆପଣ ଗଭର୍ଣ୍ଣମେଣ୍ଟର କ୍ରାଇଟେରିଆ ହିସାବରେ ଥିବା ମେଡିସିନ ରହୁଛି, ତା ଦେହରେ ଆପଣ 40 ଡିସକାଉଣ୍ଟ ସବସିଡି ପାଇପାରିବେ। ଆ ଦେହରେ ମଧ୍ୟ ଆପଣ ପାଇପାରିବେ। ତ ଏ ସବସିଡିଟା ଆପଣ କିପରି ପାଇବେ? ସବସିଡିଟା ଆପଣ ପାଇବାକୁ ହେଲେ ଆପଣ ଗଭର୍ଣ୍ଣମେଣ୍ଟର ପ୍ରୋସିଜର ଉପରେ ଗଲେ ଆପଣ ସବସିଡି ପାଇପାରିବେ। ତ ପ୍ରୋସିଜର କ'ଣ ନା, ଆପଣ ଯେତେବେଳେ ଆପଣ ଏଇଟାକୁ ଆବେଦନ କରିବାକୁ ଗଲେ 2ଟି ଉପାୟରେ ଆବେଦନ କରିପାରିବେ। ଗୋଟେ ହଉଛି ଆପଣଙ୍କର ଅନଲାଇନ, ଆଉ ଗୋଟେ ଅଫଲାଇନ। ଏଇଟା ଅଫଲାଇନ ଫର୍ମ। ଏଇ ଫର୍ମଟା ମୁଁ ଡେସ୍କ୍ରିପସନ ଲିଙ୍କ ଦେବି, ଚାହିଁଲେ ଆପଣ ଡାଉନଲୋଡ କରି ଫିଲ୍ଅପ୍ କରିକି ଆପଣ ଆବେଦନ କରିପାରିବେ। ତ ଆଉ ଗୋଟେ ଅନଲାଇନ ହେଉଛି ଗୋ ଶିଖମ, ଯୋଉଟା କି ମୁଁ ଆଗକୁ ଆପଣଙ୍କୁ ମଧ୍ୟ କହିବି। ତ ଆପଣମାନେ
ଆବେଦନ କରିବାର ନେକ୍ସଟ ପ୍ରୋସିଜ୍ୟୁର କ'ଣ? ଆବେଦନ ତ କହିବି ମୁଁ ଆପଣ କିପରି ଆବେଦନ କରିବେ, ଫର୍ମ ଫିଲ୍ଅପ୍ କରିବେ। ଆବେଦନ କଲା ପରେ ଆପଣଙ୍କର ଯୋଉ ରହୁଛନ୍ତି ବ୍ଲକ ସ୍ତରରେ ଏଏଫଓ, ଆପଣଙ୍କର ଆସିଷ୍ଟାଣ୍ଟ ଫିସ୍ ଅଫିସର, ଯୋଉଟା ବ୍ଲକ ସ୍ତରରେ ରହୁଛନ୍ତି, ଆପଣଙ୍କର ଜାଗା ଆପଣ ଯୋଉ ଆବେଦନ କରିବେ ତାର ଫର୍ମ ସହିତ ଡକୁମେଣ୍ଟ ସହିତ ସବୁ ସହିତ ଆପଣଙ୍କ ଆଧାର କାର୍ଡ, ଆପଣଙ୍କ ଯୋଉ ଫିଜିକାଲି ଯାହା ଯାହା ଡକୁମେଣ୍ଟ ଅଛି ତା ସହିତ ଆପଣଙ୍କର ଯୋଉ 5ଟା ଜିଓ ଟ୍ୟାଗ ଫଟୋଗ୍ରାଫ, ଆପଣଙ୍କ ଯୋଉଠି ପୋଖରୀ କରିବେ ସେ ତାହାର ଫଟୋଗ୍ରାଫ, 5ଟା ଫଟୋଗ୍ରାଫ ଭଲ ପଠେଇକି ଆଟାଚ୍ କରିକି ସେ ଡିଏଫଓଙ୍କୁ ପଠେଇବେ, ଯୋଉଟା ଡିଷ୍ଟ୍ରିକ୍ଟ ଫିସ୍ ଅଫିସର ଅଛନ୍ତି। ସେ ଆପଣ ରେକର୍ଡ ଯାଞ୍ଚ କରିବେ। ୱିଥିନ୍ 15 ଡେ, 15 ଦିନ ଭିତରେ ଆପଣଙ୍କ ଡିଏଫଓ ସାଂସନ କରିବେ, ଯୋଉଟା କି ଆପଣଙ୍କର ସାଂସନ ଜିଓ ଟ୍ୟାଗ କରିକି ଯୋଉଟା ଗୋ ହେଡ୍ ଲେଟର ଦେବେ, ଗୋ ହେଡ୍ ଲେଟର ଦେବେ, ଆପଣଙ୍କୁ ଏଗ୍ରିମେଣ୍ଟ କରାଯିବ ଏତିକି ଦିନ ଭିତରେ ଆପଣ କାମ ସାରିବେ, ଯୋଉଟା କି ରହୁଛି 15 ଡେ ଭିତରେ ଆପଣ କାମ ଆରମ୍ଭ କରିବେ, ସେ ଏଗ୍ରିମେଣ୍ଟ କରିବେ। ଡିଏଫଓ ଆପଣଙ୍କୁ ଯେତେବେଳେ ଭେରିଫାଏ କମ୍ପ୍ଲିଟ୍ ହେଲା ପରେ ସେ ଆପଣଙ୍କୁ ଗୋଟେ ଗୋ ହେଡ୍ ଲେଟର ଦେଲା ପରେ ଆପଣ କାମ ଷ୍ଟାର୍ଟ କରିବେ। କଲା ଭିତରେ ପ୍ରୋସିଜର ପରେ ଆପଣଙ୍କୁ ସବସିଡି ତାପରେ କେମିତି ମିଳିବେ, ଆପଣଙ୍କୁ ଏଇଟା ହଉଛି ପ୍ରୋସିଜର। ଏଏଫଓ ଡିଏଫଓ ରହିଲା କାମ। ତ ଆପଣଙ୍କର ଆସିଷ୍ଟାଣ୍ଟ ଫିସ୍ ଅଫିସର ଆପଣ ଡକୁମେଣ୍ଟ ଭେରିଫିକେସନ ଡିଏଫଓ ପଠେଇବେ, ଡିଏଫଓ ଭେରିଫାଏ ଆଉଥରେ କରିବେ, ଡିଏଫଓ କଲା ତାଙ୍କ କମିଟିକି ପଠେଇବେ, ଜାଗା ଦେଖିବେ, ଭେରିଫାଇ ହବ, ଆପଣଙ୍କ ଲ୍ୟାଣ୍ଡ ଡକୁମେଣ୍ଟ ଆରଆଇ ସବୁ ଆସିକି ଆପଣ ଦେଖିବେ। ଦେଖିଲା ପରେ ଆପଣ ପ୍ରୋଜେକ୍ଟ ଜିଓ ଯୋଉ ଗୋ ହେଡ୍ ଲେଟର ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ରୁମ୍ ପାଇବେ, ଯୋଉଟା ଗୋ ହେଡ୍ ଲେଟର କାମ ଷ୍ଟାର୍ଟ କରିବା ପାଇଁ। ୱିଥିନ୍ 15 ଡେ ଭିତରେ ଆପଣ କାମ ଷ୍ଟାର୍ଟ କରିବେ। ଆପଣଙ୍କର କାଇଟରେ କେତେ ବଡ଼ କରିବେ, ଆପଣ କେତେ ଡିପ୍ କରିବେ ସେ ସବୁ ତା ଦେହରେ ଲେଖା ହେଇଥିବ। ଆପଣ କେତେ ମାଛ ରଖିପାରିବେ, କ'ଣ ସବୁ ବିଷୟରେ ତା ଭିତରେ ଡିସ୍କସନ୍ ହେଇଥିବ, ଟ୍ୟାଗ ହେଇଥିବ। ଆପଣ ତାକୁ ଫଲୋଅପ୍ କରିବେ। ଫଲୋଅପ୍ କରିକି ଆପଣ କାମ ଆରମ୍ଭ କରିବେ। ଆଉ କାମ ଆରମ୍ଭ କରିବାର ଆପଣ ଯଦି ପୋଖରୀ କରିଦଉଛନ୍ତି, ଆପଣ ପୋଖରୀ ଯେତେବେଳେ କରିଦଉଛନ୍ତି ଆପଣଙ୍କୁ ଡିଏଫଓ ପୋଖରୀ କରିଦଉଛନ୍ତି, ଏଏଫ୍ ଆସି ଭେରିଫିକେସନ କରିବେ। ଏଏଫ୍ ଭେରିଫିକେସନ ଫଟୋଗ୍ରାଫ ଅଥର ଡିଏଫ୍ଓଙ୍କୁ ପଠେଇବେ। ଡିଏଫ୍ ପଠେଇବା ପରେ ଆପଣ ଏଠି 50% ସବସିଡି ପାଇଯିବେ। 50% ସବସିଡି ପାଇଯିବେ। ନେକ୍ସଟ ଆପଣଙ୍କର ସବସିଡି ହଉଛନ୍ତି ଆପଣ ଯେତେବେଳେ ପାଣି ସହିତ ଜାଁଳା ଛାଡୁଛନ୍ତି, ଜାଁଳା ଛାଡୁଛନ୍ତି, ନେକ୍ସଟ ଆପଣ ସେଠୁ ଆଉ 50% ଆପଣ ସବସିଡି ପାଇଯିବେ। ଏ ଦିଟା ଉପାୟରେ ଆପଣ ସବସିଡି ପାଇଯିବେ, ଯୋଉଟା କି ଏଏଫ୍ ଆସିକି ଭେରିଫାଇ କରି କଲା ପରେ ଆପଣ ସବସିଡି ପାଇପାରିବେ, ନହେଲେ ପାଇପାରିବେ ନାହିଁ। ତ ଆପଣଙ୍କୁ ପ୍ରଥମେ ଇନଭେଷ୍ଟମେଣ୍ଟ ଆପଣଙ୍କୁ ନିଜେ କରିବାକୁ ପଡିବ। ଇନଭେଷ୍ଟମେଣ୍ଟ କରିବେ କି ବ୍ୟାଙ୍କରୁ ଲୋନ୍ ମଧ୍ୟ ନେଇପାରିବେ। ବ୍ୟାଙ୍କରୁ କିପରି ଲୋନ୍ ଆବେଦନ କରିବେ ପୋଖରୀ ପାଇଁ ମୁଁ ଡେସ୍କ୍ରିପସନ ଲିଙ୍କରେ ଭିଡ଼ିଓ ଦେବି, ଆପଣ ସେଠି ଦେଖିପାରିବେ। ଆପଣ କିପରି ଆବେଦନ କରିପାରିବେ, ବ୍ୟାଙ୍କରୁ ମଧ୍ୟ ଲୋନ୍ ପାଇପାରିବେ। ଯଦି ଆପଣଙ୍କର ଫାଇନାନ୍ସିଆଲ ପ୍ରୋବ୍ଲେମ୍ ଅଛି ତ ଆପଣ ବ୍ୟାଙ୍କରୁ ଲୋନ୍ ନେଇ ମଧ୍ୟ କାମ ଆରମ୍ଭ କରିପାରିବେ। ତ ଏଇଟା ରହୁଛି। ତା ସହିତ ଆପଣମାନେ ଯୋଉ ମେଡିସିନ ବାବଦରେ ମଧ୍ୟ ଆପଣ ଏଠି ଯୋଉଟା କି ରହୁଛି ଗଭର୍ଣ୍ଣମେଣ୍ଟର, ଏଇଟା କି ମଧ୍ୟ ଆପଣ ସବସିଡି ପାଇପାରିବେ, ଯୋଉଟା କି କେତେ କ'ଣ ଖର୍ଚ୍ଚ ହଉଛି, ଲିମି ଅର୍ଗାନିକ କାଓ ୟୁରିଆ ଯାହା ଯାହା ଖର୍ଚ୍ଚ ହଉଛି ଆପଣଙ୍କ ହିସାବରେ, ଆପଣ ଏଇଟା ତ 1 ହେକ୍ଟର, ଆପଣଙ୍କ ହିସାବରେ 0.2 ହେକ୍ଟର କଲେ ତାର କମିଯିବ, ଯୋଉଟା କି ଏଇଟା 5 ଭାଗରୁ ଭାଗେ ହେଇଯିବ, ଏଇଟା ଯୋଉଟା କି ଆପଣଙ୍କର 30,000 ଖଣ୍ଡ ଖର୍ଚ୍ଚ ହବ। ସବୁଥିରେ ସବସିଡି ଆପଣ ଏଠୁ ପାଇପାରିବେ। ସେଇ 10-15 ହଜାର ଲେଖା ସବସିଡି, ଯଦି ଆପଣ 0.2 ହେକ୍ଟର କରୁଛନ୍ତି 10-15 ହଜାର ଆପଣ ପାଇପାରିବେ ସବସିଡିରେ। ତ ଏଇଟା ରହୁଛି, ଏଇଟା ଟାର୍ଗେଟ ରହୁଛି ଆପଣଙ୍କ ଡିଷ୍ଟ୍ରିକ୍ଟ ମତ୍ସ୍ୟ ପୋଖରୀ ଯୋଜନା, ଆପଣ ଡିଷ୍ଟ୍ରିକ୍ଟ ୱାଇଜ କେତେଟା ହେକ୍ଟରରେ ଏଇ ସବୁ କମ୍ପ୍ଲିଟ୍ ହବା ଦରକାର ଗଭର୍ଣ୍ଣମେଣ୍ଟର କ୍ରାଇଟେରିଆ ହିସାବରେ। ଏତିକି ହେଲା ପରେ ଆଉ ସବସିଡି ପାଇପାରିବେ ନାହିଁ। ତ ଆପଣ ଭେରିଫାଇ କରିଦେବେ, ପ୍ରଥମେ ଏଏଫ୍ଓ କୁ ଆପଣ ଯୋଗାଯୋଗ କରି ଆରମ୍ଭ କରି ଆପଣ ସବସିଡି ପାଇପାରିବେ କି ନାହିଁ, କ'ଣ ନା କମ୍ପ୍ଲିଟ୍ ହେଇଛି କ୍ରାଇଟେରିଆ, ଗଭର୍ଣ୍ଣମେଣ୍ଟର ଯେତିକି କ୍ରାଇଟେରିଆ ରହୁଛି ଦେଖିକି ତାପରେ ଆପଣ ଆବେଦନ କରିପାରିବେ। ଅନଲାଇନ ଆବେଦନ ପାଇଁ ଏଠି ଆପଣ ଆପ୍ଲାଏ ଉପରେ କ୍ଲିକ୍ କରିବେ। ଆପ୍ଲାଏ ଉପରେ ଯୋଉଟା କି ରେଜିଷ୍ଟ୍ରି ଯୋଉମାନେ କରିନାହାନ୍ତି ସେ ରେଜିଷ୍ଟ୍ରି କରିବେ। ମୁଁ ଅଲରେଡି ଭିଡ଼ିଓ ବନେଇଛି, ଆପ୍ ମଧ୍ୟ ଡିସ୍କ୍ରିପସନ ଲିଙ୍କ ଦେବି, ଆପଣ ଚ୍ୟାନେଲ ଦେଖିପାରିବେ। ଆପଣ ରେଜିଷ୍ଟ୍ରି କିପରି କରିବେ, ଲଗ୍ଇନ୍ କିପରି କରିକି ଆପଣ ସାଇନ୍ ଇନ୍ କରିବେ। ଡ୍ୟାସବୋର୍ଡରେ ଆପଣ ଯାହା ଯାହା ଯେବେ ଆପ୍ଲାଏ କରିଥିଲେ, ଆବେଦନ କରିଥିଲେ ସବୁ ଡିଟେଲ୍ସ ପଳେଇ ଆସିବ। ଆପଣ ଏଠି ସ୍କିମ୍ ସର୍ଭିସକୁ ଆଇକି ଏଠି ଫିସ୍ ଉପରେ କ୍ଲିକ୍ କରିବେ। ଫିସ୍ ଉପରେ କ୍ଲିକ୍ କରିକି ମତ୍ସ୍ୟ ପୋଖରୀ ଯୋଜନା କମ୍ପୋନେଣ୍ଟ 2ରେ ଆବେଦନ କରିବେ, ଆପ୍ଲାଏ କରିବେ। ଆପ୍ଲାଏ କରିକି ଏଠି ଆପଣଙ୍କର ଡିଟେଲ୍ସ ଯୋଉ ରେଜିଷ୍ଟ୍ରି ଆମର ଯାହା ଦେଇଥିଲେ ଡିଟେଲ୍ସ କିଛି ପଳେଇ ଆସିବ। ଏଠି ଆପଣ ଆଧାର ନମ୍ବର ଦେବେ, ନାଁ ଲେଖିବେ, ଆପଣ ଜେଣ୍ଡର ସିଲେକ୍ସନ କରିବେ, ଏଠି ଫାଦର ହଜବେଣ୍ଡଙ୍କ ନାଁ, ଏଠି ଆପଣ କମ୍ୟୁନିକେସନ ଆଡ୍ରେସ୍ ଦେବେ, ତାପରେ ସେଭ୍ ଡ୍ରାଫ୍ଟ ଉପରେ କରି ନେକ୍ସଟ ଉପରେ କ୍ଲିକ୍ କରିବେ। ତ ନେକ୍ସଟ ପେଜ ଆସିବ, ଆପଣଙ୍କର ଯୋଉଠି ଆପଣ ଲ୍ୟାଣ୍ଡର ଡିଟେଲ୍ସ ଦେବେ, ଯୋଉଠି କରିବେ ପୋଖରୀ ତା ଲ୍ୟାଣ୍ଡର ଡିଟେଲ୍ସ ଦେବେ। ତା ସହିତ ଆପଣମାନଙ୍କ ଆଟାଚ ଡକୁମେଣ୍ଟ କିଛି ଆଟାଚ କରିବାକୁ ପଡ଼ିବ। ଆଟାଚ କରିକି ଆପଣ ଏଠି ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣମାନେ ଫର୍ମ ପ୍ରିଣ୍ଟ ଆଉଟ୍ ବାହାର କରିବେ, ତା ସହିତ ଅରିଜିନାଲ ଡକୁମେଣ୍ଟ ନେଇକି ଆପଣ ଏଏଫ୍ଓକୁ ଯୋଗାଯୋଗ କରିବେ। ତ ଏସିକି ରହୁଛି କାମ। ଯୋଉମାନେ ଅନଲାଇନ ଆବେଦନ ପୁରା ପ୍ରୋସିଜର ଜାଣିନାହାନ୍ତି, ମୁଁ ଅଲରେଡି ମୋ ଡେସ୍କ୍ରିପସନ ଦେବି, ଆପଣ ଚାହିଁଲେ ସେଠି ଦେଖିକି ଅନଲାଇନ ଆବେଦନ କରିବେ, ନା ଆଇଦର ଆପଣ ଅଫଲାଇନରେ ଏଇ ଫର୍ମ ଜରିଆରେ ଆପଣ ଏଠି ଆବେଦନ କରିପାରିବେ, ଯୋଉଟା କି ଫର୍ମ ଜରିଆରେ ଆପଣ ଏଠି ଆବେଦନ କରିପାରିବେ।
ଫର୍ମଟା ମଧ୍ୟ ମୁଁ ଡିସ୍କ୍ରିପ୍ସନ୍ ଲିଙ୍କରେ ଦେବି। ଆପଣ ଚାହିଁଲେ ତାକୁ ବାହାର କରି ପ୍ରିଣ୍ଟ ଆଉଟ୍ କରିକି ମଧ୍ୟ ଆପଣ ଏଠି ପ୍ରିଣ୍ଟ ଆଉଟ୍ କରିପାରିବେ। ଏଠି କମ୍ପ୍ୟୁଟର ଦୋକାନ, କୌଣସି ସାଇବର କ୍ୟାଫ୍, ଯୋଉଠି ବି ଆପଣ ଚାହିଁଲେ ଏଠି ପ୍ରିଣ୍ଟ ଆଉଟ୍ କରିପାରିକି ଦେଖନ୍ତୁ। ଏଠି ଆଟାଚ୍ କରିବେ କ'ଣ ଡକୁମେଣ୍ଟ ମଧ୍ୟ ଦେଇକି, ଲ୍ୟାଣ୍ଡ ଡକୁମେଣ୍ଟ, ଆଧାର କାର୍ଡ଼, ପାସବୁକ୍ର ଫାଷ୍ଟ ପେଜ୍, କାଷ୍ଟ ସାର୍ଟିଫିକେଟ୍ କିଛି ଅଛି ଯଦି ଦେବେ, ନହେଲେ ଦେବେନି। ଆପଣ କିଛି ଆବଶ୍ୟକ ନାହିଁ। ଏଠି ଆପଣ ସାଇନ୍ କରିବେ। ଏଠି ଆପଣ ସାଇନ୍ କରିବେ ଆପ୍ଲିକାବ୍। ଆପଣ ନିଜେ ପ୍ରୋଜେକ୍ଟର ଯେଉଁ ପଇସା ଆମେ ନିଜେ ଫାଇନାନ୍ସ ବ୍ୟାଙ୍କ ଲୋନ୍ କରୁଛନ୍ତି, ତା ମଧ୍ୟ ଏଠି ଅପସନ୍ ରହୁଛି। ତାପରେ ଆପଣଙ୍କ ପର୍ପୋଜ୍ କ'ଣ, ସବସିଡି ପର୍ପୋଜ୍ କ'ଣ, ଲୋକେସନ୍ କ'ଣ, ଏସବୁ ଡିଟେଲ୍ସ ଏଇଟା ହେଉଛି କରିବେ। ଡିଟେଲ୍ସ ଲେଖା ହେଇଛି ଆପଣଙ୍କର ଯେଉଁ ଲ୍ୟାଣ୍ଡ ଡକୁମେଣ୍ଟ ଲେଖେ, ଖାତା, ତହସିଲ, କିଷାନ ଏରିଆ, କିଷାନ କୋଉ କିଷାନ ଅଛି, ଆପଣ ଜେଣ୍ଡର, ସବୁ ଆପଣ ଲେଖିକି ଆରାମସେ ଫିଲ୍ଅପ୍ କରିବେ। ତ ଏଇଟା ରହୁଛି ଫୁଲ୍ ପ୍ରୋସିଜର। ଆପଣ ଯଦି ଆକୁ ଫଲୋଅପ୍ କରିକି ଆବେଦନ କରୁଛନ୍ତି, ଆପଣ ମାଛ ଚାଷ କରିପାରିବେ, ତା ସହିତ ଲାଭବାନ ମଧ୍ୟ ହେଇପାରିବେ। ମାଛ ଚାଷ ଏକ ଲାଭଜନକ ଚାଷ, ଯୋଉଟାକି ଆପଣଙ୍କୁ ବହୁତ ବେନିଫିଟ୍ ଦେଇଥାଏ, ଲାଭ ମଧ୍ୟ ଦେଇଥାଏ, ଯୋଉଟାକି ଆପଣଙ୍କୁ ବାହାରକୁ ବିକିବାକୁ ପଡ଼େନି। ଆପଣ ଚାଷୀ ଆପଣଙ୍କ ପାଖକୁ ଆସିକି ଆପଣଙ୍କଠୁ ନେଇକି ଯିବେ। ଆପଣ କୌଣସି ପ୍ରକାର କାହା ପାଖକୁ ଯିବା ଦରକାର ନାହିଁ। ମାଛ ଚାଷର ବହୁତ ବେନିଫିଟ୍ ଥାଏ। ଆପଣମାନେ ଆକୁ କରିକି ଲାଭବାନ ହେଇପାରିବେ। ତ ଭିଡ଼ିଓଟା କିପରି ଲାଗିଲା ନିଜର ମତାମତ ଜଣାଇବେ। ଆଉ କୌଣସି ପ୍ରକାର ସହାୟତା ଦରକାର ଯଦି ଆମ କମେଣ୍ଟ ବକ୍ସ ମାଧ୍ୟମରେ ଆମକୁ ଜଣାଇଲେ ଆମେ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ। ରହୁଛୁ। ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ।